ସୁନ୍ଦରପୁର ଗ୍ରାମରେ ଜଙ୍ଗଲରେ ଭୂତର ଆଡ୍ଡା ଥିଲା। ଯିଏ ସେଇ ଜଙ୍ଗଲରେ ଗଛ ମୂଳକୁ ଯାଉଥିଲା ଭୂତ ତାହାକୁ ମାରି ଦେଉଥିଲା। ସେଇ ଗ୍ରାମରେ ସୀତା ଏବଂ ତା ମା ସହିତ ରହୁଥିଲା। ସୀତା ବହୁତ ସୁନ୍ଦର ଦେଖିବାକୁ ଥିଲା। ଦିନେ ସୀତା କଲେଜ ଯାଉଥିବା ରାସ୍ତାରେ ଗାଣ୍ଡୁରାମ ନାମରେ ଜଣେ ଯୁବକ ତାକୁ ହଇରାଣ କଲା। କିନ୍ତୁ ସୀତା ଗାଣ୍ଡୁରାମକୁ ଉଚିତ ଜବାବ ଶୁଣାଇ ସେଠାରୁ ଚାଲିଗଲା। ଆଉ ଦିନେ ସୀତା କଲେଜ ଯାଉଥିଲା ବେଳେ ଗାଣ୍ଡୁରାମ ସୀତା କ୍ଷମା ମାଗିଲା ଆଉ କହିଲା, ସୀତା, ମୋତେ କ୍ଷମା କରିଦିଅ। କାଲି ପାଇଁ ମୁଁ ବହୁତ ଦୁଃଖିତ। ମୋତେ କ୍ଷମା କରିଦିଅ। ଆଉ କହିଲା, ମୋତେ ତମର ସାଙ୍ଗ ବନେଇବ। ସୀତା ଗାଣ୍ଡୁରାମକୁ କ୍ଷମା କରିଦେଲା ଆଉ ଗାଣ୍ଡୁରାମ କଥାରେ ରାଜି ହୋଇଗଲା। ତାପରେ ଗାଣ୍ଡୁରାମ କହିଲା, ଚାଲ ସୀତା, ତମକୁ ମୁଁ ସୁନ୍ଦର ଜଙ୍ଗଲ ଦେଖେଇ ଦେବି। ଆଉ ଗାଣ୍ଡୁରାମ ସୀତାକୁ ଜଙ୍ଗଲକୁ ଦେଖାଇବାକୁ ନେଇଗଲା। ଗାଣ୍ଡୁରାମ ସୀତାକୁ ପୁରା ଜଙ୍ଗଲ ଭିତରକୁ ନେଇଗଲା। ସେଠି ପୁରା ଡର ଲାଗୁଥିଲା। ସୀତାକୁ ଗାଣ୍ଡୁରାମ ସେଇ ଜଙ୍ଗଲରେ ଗୋଟିଏ ଗଛ ମୂଳରେ ଛାଡ଼ି ଦେଇ ସେଠାରୁ ପଳେଇ ଆସିଲା। ସୀତା ସେଠାରେ ରହି କାନ୍ଦିବାକୁ ଲାଗିଲା। ସୀତାର କଥା ଶୁଣି ଗୋଟିଏ ଭୂତ ସେଠାକୁ ଆସିଲା। ଆଉ ଭୂତ କହିଲା, ତମେ କିଏ? ତମେ ଏଠାରେ କାନ୍ଦୁଛ କଣ ପାଇଁ? ମୁଁ ତୁମକୁ ଖାଇଦେବି। ତାପରେ ସୀତା କହିଲା, ମୋତେ ଛାଡ଼ି ଦିଅ, ମୋତେ ଖାଅ ନାହିଁ। ସୀତା କହିଲା, ମୋତେ ଜଣେ ଲୋକ ଜଙ୍ଗଲ ବୁଲେଇବା ପାଇଁ ଆଣିଥିଲା ଆଉ ଧକ୍କା ଦେଇ ଜଙ୍ଗଲ ମଝିରେ ଛାଡ଼ି ଦେଇ ଚାଲିଗଲା। ତାପରେ ଭୂତ ସୀତାକୁ ତା ଘରକୁ ନେଇଗଲା। ସୀତା ବେଶ ହୋଇ ସେ ଗାଣ୍ଡୁରାମ ପାଖକୁ ଗଲା। ଗାଣ୍ଡୁରାମକୁ କହିଲା, ସୀତା, ଜଙ୍ଗଲରେ ମଜା ଆସିଲା ତ? ଆଉ ଭୂତ ଟିକେ ହସିଲା ଆଉ କହିଲା, ମୁଁ ତୁମକୁ ଜଙ୍ଗଲରେ ବଢ଼ିଆ ଜିନିଷ ଦେଖାଇବି। ତାପରେ ଗାଣ୍ଡୁରାମ ଖୁସି ହୋଇ ସୀତା ଭୂତ ସହିତ ଜଙ୍ଗଲକୁ ଗଲା। ତାପରେ ସୀତା ଭୂତ ରୂପରେ ଆସିଲା। ଗାଣ୍ଡୁରାମକୁ ଜଙ୍ଗଲରେ ଭୂତ ନେଇଯାଇଛି ବୋଲି ଗାଁ ଲୋକମାନେ ଜାଣିଗଲେ। ଆଉ ଗାଣ୍ଡୁରାମର ବାପା ସୁରେଶ ଭୂତ ପାଖକୁ ଆସିଲା ଆଉ କ୍ଷମା ମାଗିଲା। ଆଉ ଭୂତର ମନେ ପଡ଼ିଗଲା ସୁରେଶ ସେଇ ଭୂତକୁ ଏକ ଜଙ୍ଗଲରେ ଛାଡ଼ି ଦେଇଥିଲା ମରିବା ପାଇଁ। ତାପରେ ସେ ଭୂତ ଗାଣ୍ଡୁରାମ ଏବଂ ତାର ବାପାକୁ ମାରିଦେଲା। ଆଉ ଭୂତ ସୀତାକୁ ତାର ଘରେ ଛାଡ଼ିଦେଲା। ଆଉ ମଝିରେ ମଝିରେ ଭୂତ ସହିତ ଦେଖା କରିବା ପାଇଁ ସୀତା ଆସୁଥିଲା।